ରାୟଗଡ଼ାର ସିଜିମାଳିରେ ଯେଉଁ ଦମନମୂଳକ କାର୍ଯ୍ୟ ଚାଲିଛି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା, ସେଥିପାଇଁ ତାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପ୍ରତିଷ୍ଠିତ ହୋଟେଲରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆହ୍ୱାନ ଦିଆଯାଇଛି ଯେ ଏହାର ପ୍ରତିବାଦରେ ଆଗାମୀ 5 ତାରିଖ ଦିନ ରାଜଭବନ ଘେରାଉ କରାଯିବ, ଯାହାର ନେତୃତ୍ୱ ନେଇଛନ୍ତି ବିଶ୍ୱନାଥ ପାତ୍ର, ପ୍ରଦ୍ୟୁମ୍ନ ନାୟକ ଏବଂ ବାବୁଲି କୁମାର ସେଠୀ, ହୃଦାନନ୍ଦ ମଲ୍ଲିକ ଏବଂ ତାର ଅନ୍ୟ ସାଥୀମାନେ ଆମ୍ବେଦକରବାଦୀ ଆମ୍ବେଦକର ସଂଗଠନ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଏହି ଆହ୍ୱାନ ଦେଇଛନ୍ତି ଯେ 5 ତାରିଖରେ ରାଜଭବନ ଘେରାଉ କରିବେ। ମୁଁ ପ୍ରଦ୍ୟୁମ୍ନ ନାୟକ, ପେଶାରେ ଜଣେ ଆଇନଜୀବୀ, ଜଣେ ଆମ୍ବେଦକରବାଦୀ ଏବଂ ଜଣେ ସାମାଜିକ କର୍ମୀ ଏବଂ ଆମ୍ବେଦକର ସେବା ସଂଗଠନର ଜିଲ୍ଲା ସଭାପତି। ଯେଉଁ ପ୍ରେସ୍ ମିଟ୍, ଇଏ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ମିଟ୍। ଏଇଟା ସାଧାରଣତଃ ଭାବରେ SC ST ଦଳିତ ଆଦିବାସୀମାନଙ୍କ ସ୍ୱାର୍ଥର ପ୍ରେସ୍ ମିଟ୍। ଏହି ସାମ୍ବାଦିକ ସମ୍ମିଳନୀ ଆମେ ଏଇଥିପାଇଁ କରୁଛୁ ଯେ ଲୋକଲୋଚନକୁ ଆସୁ। ସମସ୍ୟା ଆଗରୁ ବି ହେଇଥିଲା, ଆପଣମାନେ ଜାଣିଥିବେ। ଯେତେବେଳେ ଗୋଟେ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ଆସେ, ଆପଣ 2006 ମସିହାରେ କଳିଙ୍ଗନଗର ଇସ୍ୟୁ ଜାଣିଥିବେ। ସେତେବେଳେ BJP BJDର କୋଆଲିସନ୍ ଗଭର୍ଣ୍ଣମେଣ୍ଟ ଥିଲା ଏବଂ ଯେତେବେଳେ କନ୍ଧମାଳ ଇସ୍ୟୁ ଦେଖିବେ, ସେତେବେଳେ ବି BJP BJDର କୋଆଲିସନ୍ ଗଭର୍ଣ୍ଣମେଣ୍ଟ ଥିଲା। ଯେତେବେଳେ ଗୋଟେ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ଆସୁଛି, ସେତେବେଳେ ହିଁ ପ୍ରୋବ୍ଲେମ୍ କ୍ରିଏଟ୍ ହେଉଛି। ଏକଛତ୍ରବାଦୀ ସେମାନେ ଚାହୁଁଛନ୍ତି। ସେତେବେଳେ କଳିଙ୍ଗନଗରରେ ପାପୁଲି କଟା ହେଲା। ଆଜି ପର୍ଯ୍ୟନ୍ତ ଯେଉଁ ସିନି ସହ ଏବେ ଗୋଟେ ମିଟିଂରେ କହୁଥିଲେ, ନ୍ୟାୟ ମିଳିନି ଆଜି ପର୍ଯ୍ୟନ୍ତ। ଏଇ ଯେଉଁ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ଯେତେବେଳେ ଆସୁଛନ୍ତି, ଯେତେବେଳେ ସେମାନେ ଅତ୍ୟାଚାର କେବଳ ଗୋଟେ ରଖୁଛନ୍ତି ଟାର୍ଗେଟ, ST ମାନଙ୍କୁ ଟାର୍ଗେଟ ରଖୁଛନ୍ତି, SC ମାନଙ୍କୁ ଟାର୍ଗେଟ ରଖୁଛନ୍ତି, ସିଜିମାଳିର ଯେଉଁ ନିରୀହ ଆଦିବାସୀମାନଙ୍କୁ ଟାର୍ଗେଟ ରଖୁଛନ୍ତି। ଆଇନ ବିରୋଧୀ ସରକାର। 5th ସିଡ୍ୟୁଲ୍ ଅଞ୍ଚଳ, 5ମ ସିଡ୍ୟୁଲ୍ ଅଞ୍ଚଳରେ କୌଣସି ପ୍ରକାର ଆଦିବାସୀକୁ ହଇରାଣ କରାଯାଇପାରିବ ନାହିଁ। ଫରେଷ୍ଟ ରାଇଟ୍ସ ଆକ୍ଟ ଅଛି, ସେମାନଙ୍କର ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ଅଧିକାର ରହିବ। ବେଆଇନ ମିଟିଂ ହେଉଛି, ବେଆଇନ ଗ୍ରାମସଭା ହେଉଛି, ବେଆଇନ ଭାବରେ ଗୁଳି ଚାଳନା ହେଉଛି, ବେଆଇନ ଭାବରେ ଲାଠି ଚାଳନା ହେଉଛି, ବେଆଇନ ଭାବରେ ଲୋକଙ୍କୁ ଗିରଫ ହେଉଛି। ସେ ଆଜାଦ ଭାଇ ହୁଅନ୍ତୁ କି ଯେକୌଣସି ଲୋକ ହୁଅନ୍ତୁ, ବେଆଇନରେ ସବୁ କାର୍ଯ୍ୟକ୍ରମ ଏଠି ଚାଲୁଛି। ସରକାରର ପ୍ରମୁଖ ଭୂମିକା ରହିଲା ଚାନ୍ଦା ଆଦାୟ କରିକି କେନ୍ଦ୍ର ସରକାରକୁ ପଠାଇବା। ଓଡ଼ିଶା ସରକାରର ଦାୟିତ୍ୱ ରହିଲା ଯେ ଆମେ କେନ୍ଦ୍ର ସରକାରକୁ ଚାନ୍ଦା ଆଦାୟ କରିକି ପଠାଇବୁ। ଏଠି ଶିଳ୍ପପତି ପୁଞ୍ଜିପତି ମାନ ଆସିଲେ ବଡ଼ ଆକାରର ଚାନ୍ଦା ଆସିବ ଏବଂ ସେହି ଚାନ୍ଦା ଭୋଟ କାର୍ଯ୍ୟକ୍ରମରେ ଲାଗିବ। ଏସବୁ ଯେଉଁ ହେଉଛି ସମସ୍ତେ ଜନସାଧାରଣ ଜାଣିଛନ୍ତି, କିନ୍ତୁ କେହି କାହା ଲାଇଫକୁ ରିସ୍କ ନେବାକୁ ଚାହୁଁନାହାନ୍ତି। କାରଣ ସେମାନେ ଜାଣିଛନ୍ତି ଆମେ ସ୍ୱର ଉତ୍ତୋଳନ କରି ଆମେ ବନ୍ଧା ହେବୁ, ଆମ ପଛରେ ପୁଞ୍ଜିପତିମାନେ ଲାଗିବେ, ଆମ ପଛରେ ସରକାର ଲାଗିବ, ଆମ ପଛରେ ପୁଲିସ ଲାଗିବ, ଆମ ପଛରେ ଗୁଣ୍ଡା ଶ୍ରେଣୀର ଲୋକ ଲାଗିବେ। ତେଣୁ ସାଧାରଣ ଲୋକ, ସାଧାରଣ ଜନତା, ନିରୀହ ଜନତା ଡରି ଯାଉଛନ୍ତି ଓଡ଼ିଶାବାସୀ। ତେଣୁ ସେମାନେ ସ୍ୱର ଉତ୍ତୋଳନ କରୁନାହାନ୍ତି, କିନ୍ତୁ ଆମେ ସ୍ୱର ଉତ୍ତୋଳନ କରିବୁ। ଆଗାମୀ ଦିନରେ ଆମେ ନିଶ୍ଚୟ ଭାବରେ ଗଭର୍ଣ୍ଣର ହାଉସ୍ ଘେରାଉ କରିବୁ। बाबुल कुमार सेठी, वरिष्ठ आईनजीवी भुवन एवं आम्बेडकर सेवा संघर भुवनर प्रतिष्ठाता सभापति। आज ये जो घटना घटी साजिमाली रे वेदांत कंपनी को लेकर जिते कंपनी आसे, प्रशासन तार दलाल साजाए एवं स्थानीय नेता माने सेठी निरीह लोक मानू दमन करी मिथ्या कथा कही प्रलोभन देखाई तांको उपरे जो कंपनी बुलडोजर लगाए ताको प्रतिहत करिया पई राज्य सरकार पाखे कौनसी नीति नियम नहीं। जंगल जमी ये हूँ आदिवासी मानकर, एमान को प्रथम थैथान करार आवश्यकता अच्छी। थैथान नकरी कौन पुलिस सभा किंबा कौन सभा नकरी सेठिकार मुखिया मानक न डाकी ये जो वेदांत को टेकी दिया जाउची तार प्रतिवाद रे जो आसंता 5 तारिख रे राजभवन घेराव करा जिवो एवं एथिरे बहु मात्रा रे सबु संगठन बुद्धिजीवी समस्ते सहयोग करिया पई आमे आह्वान करूछु। हाँ, मु विश्वनाथ पात्र। वर्तमान जो सांबादिक सम्मेलन होची एक कथा आम कहूँ स्पष्ट भाव में जो सिजिमाली रे जो आक्रमण होती मिथ्या मकदमा रुजु करा जायकी एकाधिक व्यक्ति को गिरफ्त करा जायछि एवं 163 BNS लगा जायछि एवं 163 BNS को प्रत्याहार करवा। सिजिमाली अंचल जो मिथ्या मकदमा होती संपूर्ण मिथ्या मकदमा गुड़ प्रत्याहार करवा एवं किए आक्रमण करिछि तार उच्चस्तरीय तदन करके कार्यानुष्ठान नवा एवं सारा ओडिशा रे पेशा कानून एवं जंगल अधिकार आईन को स्वतंत्र भाव में लागू करवा
एवं सिजिबाड़ी बर्बरचित आक्रमण बंद करिकी सारा ओडिशार दलित आदिवासी पछुआ वर्ग को घरडीह सहित चाष जमी प्रदान करने और पेशा कानून को उपयुक्त भाव में लागू करने दाबी रे आमे ये वीर बाजीराउत शहीद अमर शहीद वीर बाजीराउत माटी आज प्रेसमिट जरिया कहूँ जे सारा राज्य रे कथा आलोचना बर्तमान चली तमाम गणा संगठन आंबेडकरवादी संगठन बुद्धिजीवी आदिवासी संगठन तमाम को लेकिन आम आसंता 5 तारिख दिन राजभवन घरे करने को निष्पत्ति नहीं। ढेंकानाल भये